ସରି ମମି, ଭୁଲିଯିବୁ ତୋର ଗୋଟିଏ ଝିଅ ଥିଲା। ସରି ମମି, ମୋତେ କ୍ଷମା କରିଦେବୁ, ଭୁଲିଯିବୁ ତୋର ଗୋଟିଏ ଝିଅ ଥିଲା ବୋଲି। ସ୍ୱାମୀଙ୍କ ଅନୈତିକ ପ୍ରେମ କାହାଣୀ ଜାଣିବା ପରେ ନିଜ ରୁମ୍ରେ ଏଭଳି କଥାର ଭିଡ଼ିଓ ସୁଟ୍ କରି ଇନ୍ଷ୍ଟାଗ୍ରାମରେ ଛାଡ଼ିଲେ ଏବଂ କିଛି ସମୟ ପରେ ରେଲୱେ ଓଭରବ୍ରିଜରୁ ଟ୍ରେନ୍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କଲେ। ଏଭଳି ଏକ ଦୃଶ୍ୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଶିଶୁଭବନ ଛକ ଫ୍ଲାଏଓଭରରେ। ମୃତ ସାମ୍ବାଦିକା ହେଲେ ଗଞ୍ଜାମ ଜିଲ୍ଲାର ମଧୁସ୍ମିତା ପରିଡ଼ା। ରେଳବାଇ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରିଛି ଏବଂ ବ୍ୟବଚ୍ଛେଦ ପରେ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ସ୍ୱାମୀଙ୍କ ଅନୈତିକ ପ୍ରେମକୁ ସମ୍ପର୍କକୁ ନେଇ ମଧୁସ୍ମିତା ଆତ୍ମହତ୍ୟା କରିଥିବା ଭାଇରାଲ ଭିଡ଼ିଓରୁ ଜଣାପଡ଼ିଛି। ଓଭରବ୍ରିଜରୁ ଡେଇଁ ସାମ୍ବାଦିକା ଆତ୍ମହତ୍ୟା, ରେଳ ଧାରଣାକୁ ଖଣ୍ଡବିଖଣ୍ଡିତ ମୃତଦେହ ଜବତ, ମୃତ୍ୟୁ ପଛରେ ସ୍ୱାମୀଙ୍କ ଅନୈତିକ ସମ୍ପର୍କ ଇନ୍ଷ୍ଟାଗ୍ରାମରେ ମୃତ୍ୟୁ ପୂର୍ବର ଭିଡ଼ିଓ। ଏକ ପୋର୍ଟାଲରେ କାମ କରୁଥିବା ମଧୁସ୍ମିତା ଗତ 5 ବର୍ଷ ହେବ ସାମନ୍ତପୁର ଅଞ୍ଚଳର ଜଣେ ଯୁବକଙ୍କୁ ଭଲ ପାଉଥିଲେ। ଚଳିତ ବର୍ଷ ମାର୍ଚ୍ଚ ମାସରେ ସେମାନେ ବିବାହ କରିଥିଲେ। ଏହା ଭିତରେ ତାଙ୍କର ସ୍ୱାମୀ ଆଉ ଜଣେ ଯୁବତୀଙ୍କୁ ଭଲ ପାଇ ବସିଥିଲେ। ଘଟଣା ବେଶୀ ଦିନ ଲୁଚି ନଥିଲା। ସ୍ୱାମୀଙ୍କ ପ୍ରେମିକା ଥିଲା ଖୋଦ୍ ମଧୁସ୍ମିତାଙ୍କ ବାନ୍ଧବୀ। ସ୍ୱାମୀଙ୍କ ଅନୈତିକ ସମ୍ପର୍କ ସହି ନପାରି ବୁଧବାର ସନ୍ଧ୍ୟାରେ ସେ ଶିଶୁଭବନ ଓଭରବ୍ରିଜରୁ ରେଳ ଧାରଣାକୁ ଡେଇଁ ପଡ଼ିଥିଲେ। ଏହି ସମୟରେ ଷ୍ଟେସନ ପଟୁ ଆସୁଥିବା ଏକ ଟ୍ରେନ୍ ତାଙ୍କୁ ଭେନସ୍ ଇନ୍ସ ହୋଟେଲ ରେଳ ଧାରଣା ପର୍ଯ୍ୟନ୍ତ ଟାଣି ନେଇଥିଲା। ଖବର ପାଇ ରେଳବାଇ ଥାନା ପୁଲିସ ସେଠାରେ ପହଞ୍ଚି ମଧୁସ୍ମିତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ଜବତ କରିଥିଲା। ଭାଇରାଲ ଭିଡ଼ିଓରେ ସେ କହିଛନ୍ତି, ମୋ ସ୍ୱାମୀ ମୋତେ ଧୋକା ଦେଇଛନ୍ତି। ମୋ ସାଙ୍ଗ ସହ ରାତି 1-2 ପର୍ଯ୍ୟନ୍ତ ଗପୁଛନ୍ତି। ଏ ସମ୍ପର୍କରେ ଜାଣି ପକାଇବା ସବୁଠୁ ମୋର ବଡ଼ ଭୁଲ ଥିଲା। ଯେଉଁଥିପାଇଁ ସେ ମୋତେ ଛାଡ଼ପତ୍ର ଦେବେ ବୋଲି କହୁଛନ୍ତି। ତାଙ୍କୁ ସମସ୍ତେ ବୁଝାଇ ସାରିଲେଣି, ହେଲେ ସେ ବୁଝୁନାହାନ୍ତି। 10 ଦିନ ଛୁଟିରେ ଆସି ଖାଲି ଝଗଡ଼ା କରୁଛନ୍ତି। ସେଥିପାଇଁ ମୁଁ ଅଫିସ ଯାଇପାରୁନାହିଁ। ଯଦି ଏମିତି କରିବାର ଥିଲା ତାହାହେଲେ କାହିଁକି ମୋତେ ବାହା ହେଉଥିଲେ? ଅନ୍ୟପଟେ ମଧୁସ୍ମିତାଙ୍କ ସ୍ୱାମୀ ଏକ ଭିଡ଼ିଓରେ କହିଛନ୍ତି, ମୋର କୌଣସି ଝିଅ ସହ ସମ୍ପର୍କ ନାହିଁ। ମୁଁ ତାକୁ ଧୋକା